ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ କରକମଳରେ ବିଭିନ୍ନ ପଞ୍ଚାୟତରେ ଶୁଭ ଶିଳାନ୍ୟାସ, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଦର୍ପଣସ୍ଥିତ ଲାଲବାହାଦୁର ହାଇସ୍କୁଲଠାରେ 15 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନୂତନ ଶ୍ରେଣୀଗୃହ ଉଦ୍ଘାଟନ ପରେ ବିଦ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ପକ୍ଷରୁ 2 କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଦର୍ପଣସ୍ଥିତ କୋଲସାଇ ରାସ୍ତାର ରକ୍ଷଣାବେକ୍ଷଣ ନିମନ୍ତେ ଶୁଭାରମ୍ଭ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ଅନ୍ୟ ଏକ ରାସ୍ତା କାର୍ଯ୍ୟ କୁମାରଖାତ ରାସ୍ତାର ଉନ୍ନତିକରଣ ପାଇଁ 4 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟର କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ। ବନ୍ତଳା ପଞ୍ଚାୟତର ବୈରୀ ଠେଙ୍ଗଡ଼ଠାରୁ ଉତ୍ପଳା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ଯାହା 7 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟର ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ବିଧାୟକ। ବିଧାୟକଙ୍କ ସହ ଉପସ୍ଥିତ ଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲର 2 ଯନ୍ତ୍ରୀ ଶୁଭାଂଶୁ ଦାସ, ଶୁଭଶ୍ରୀ ରାଉତ। ନିଜର ପ୍ରତିକ୍ରିୟାରେ ବଡ଼ଚଣାରେ ଗମନାଗମନର ସମସ୍ୟା ରହିବନି, ବଡ଼ଚଣା ବିକଶିତ ହେବ ବୋଲି କହିଥିଲେ ବିଧାୟକ ଶ୍ରୀଯୁକ୍ତ ନାୟକ। ଦର୍ପଣୀ ଲାଲବାହାଦୁର ହାଇସ୍କୁଲ रे गोटे अतिरिक्त श्रेणीगृह 15,80,000 टंकार निर्मित गृह को आम लोकार्पित कलु एवं गोटे पीरियडिकल मेंटेनेंस 5टी जगह पूरा बड़चना निर्वाचन विभिन्न जगह जो पीरियडिकल मेंटेनेंस गोटे पैकेज रे पाखापाखि 2 कोटी अधिक टंकार जो टेंडर होता दर्पणी कोलसाई पर्यंत मेंटेनेंस ये शिलान्यास करूँ एवं आरडी रास्तारू कुमारखतु पर्यंत भाया कोलसाई 4 कोटी अधिक टंकार जो रास्ता ताकू भी शिलान्यास करूँ। आउ गोटे अच्छी आरडी रास्तारू चौलथोली भाया ठेंगड़ 7 कोटी अधिक टंका ताकू भी आम शिलान्यास करने को जाऊँ। तेणु आज यही सब कार्यक्रम रही तेणु पूरा बड़चणार गमनागमन समस्या दूर करने 1.5 वर्ष जो बड़ संकल्प नहीं से संकल्प ये एक अंश विशेष। बड़चणारू प्रताप राउतଙ୍କ रिपोर्ट आम टीवी।